भय कर विलंब होगा भाविली भाज एकाठी तेणु प्रेजेंटेशन देवाई चली आज हूँ मो बासर बासर घर को निज स्वामी छड़ा आउ पुरुष को आसे मना पर पुरुष सीना आसवा मना हेले निज लोक माने मु तुम शाशु बड़ भौणी पुओ माने हिसाब से तुम दियर भाज जानिच आजिकल भाउज दियर माने 50-50 से मूल्यहीन भाषण पूरा बंद करी एठु चुपचाप चली जाओ आउ कन्ना मोर एड़े बोका एठी रहिबा पय आसीची आजी तमरा बासर राती केते सपन नहीं भाईरो आसीबा बाट को अपेक्षा करी भाई आसीबे तमे ताको मुंडिया मारी तापरे भाई तुमको पाखरे नहीं बसैबे कथा मिठा मिठा कथा कहे तापरे तुमको ताको छाती रे भिड़ धरी तुम ललिया ओठरे अभद्रमी भी गोटे सीमा थाए जाने परा भाउज से पदवेशटा मोर जमा जीवन ए कथा कौन की सुंदरी झीवन देखली ना मुटिके लालुआ है आउ सबु सत कथा गुड़ाक आपे आपे कहीदे आई एम सॉरी भाउज आई एम सॉरी ए भाउज नेलो नेलो ए प्रेजेंटेशन ता तुम पे आनी चिन नेलो ए भाउज कौन म एमिति न खुली की रखी दउछ तो न खुलिले मो मनटा दुख बोलो भाउज केते जतन रे तुम पे आनी थिले मो भाउज गिफ्ट खुलिबे मते बधाई जणैबे ए भाउज खुलो ना खुलो टिके खुलो ए भाउज खुलो तमें जदि मोर हेलनी मु तुमको कहार हबाकू देविनी दरकार पड़े तुमको मु जीवन सारा कंदई कंदई मारी मु तुमको नहीं दुकुन मु तुम बात तो जणुची तम पर एते बड़ सर्वनाश करे देओनी ए भाउज हाथ न तुड़ी सही हाथ रे तम बाहू को भिड़ी धरी लाल लाल अठर प्रथम चुमाटा मत दे दियो ना भाउज देख एठी केही ना हती तमे आ मु ए भाउज दियो ना ए भाउज दियो ना ए भाउज दियो ना हाथ उठलानी पूरा सुपत्रा चोदना कालिया चोदना पड़ी पूरा पेस्ट कर देलो ए माउसिलो आलो मते आउ जमा बाध्य करिमुनु मु तो घर को आसीले जाउतिलो ए मामा तू किछि हबनी ना मु अछि पूछि हेलो ए छोट लोक रे झियो इलो मो घर ठिया है मो चकर मो
ଜଗନ ତୋର ହାତ ଉଠେଇଲୁ ଆଚ୍ଛା ବାପା ଜଗନ ହଲୋ ତୁ ମାଉସୀ କହିଲୁ ଏ ଅଲେଖିର ତ କଣ ପାଇଁ ହାତ ଉଠେଇଲା ଏ ମାଉସୀ ନା ଦେଖ କହି ପାରିବିନି ସେଇ କଥା କହିଲେ ନା ତୋ ମୁଣ୍ଡ ପୁରା ପାଗଳ ତୁ ଦେଖିଦେ ଆଉ କାମ କରୁଛି ନା କଣ ହାତ ସେ ଯୋଉ ମାସ ଦେଖି ଜଗନ ଏଇଟା ତ ତୁ ଆଉ ଏଇଟା ଇଲୋ ହେଇ ଇଲୋ ଏଇଟା ଏଇ ଛତର ଖାଇ ମାଉସୀ ଲୋ ହଁ ବିବାହ ପୂର୍ବରୁ ହଁ ଯେ ମତେ ମୁଁ ତାକୁ ଭଲ ପାଉଥିଲି ମାଉସୀ ଲୋ ମତେ ଭୁଲି ଯାଏ ଆଉ ଗୋଟେ ଟୋକାକୁ ଭଲ ପାଇଲ ହଁ ଏ ମାଉସୀ ଶେଷରେ ମତେ ଭୁଲି ଯାଏ ଆଉ ଗୋଟେ ଟୋକା ଭଲ ପାଇଲ ତୋର ବାହାଘର ଦିନ ବରଟା ଆକ୍ସିଡେଣ୍ଟରେ ମଲା ଏଇ ଟୋକି ମ ନଈକୁ ମରିବା ପାଇଁ ଯାଉଥିଲା ବାବୁ ଭାଇ ମ ତା ପୁଅ ଭଗୁଆ ଏଇ ଟୋକିକି ନଈରୁ ଉଦ୍ଧାର କରି ଆଣିଲା ସେଇ କଥା କହିବାରୁ ମାଉସୀ ମତେ ମାଇଲା ଲୋ नहीं वो तो जा पहुंचो तो वो मिच्छा बता पहुंचो ने सब मिच्छा पहुंचो ने से ମୁଁ ମରି ଯାଉଥାନ୍ତି ଇଲୋ ହେଇ ଇଏ ମୋ ବାପା ଜଗନ ମିଛ କହୁଛି ଆଉ ତମର ଏକା ସତୀ ତୁଳସୀ ଅଲକ୍ଷଣୀ କହିଲା ମୁଁ ମିଛ ମୋ ଜଗନ ମିଛ କହୁଛି ହେଇ ହେଇ ଛୋଟ ଝିଅ ଇଲୋ ବାହାରେ ଯୋଉ ତ ମରକୁ ଖାଇଲୁ ଇଲୋ ଶେଷରେ ମୋ ଭଗୁଆ ମୁଣ୍ଡକୁ ଆସି ଚବେଇ ଖାଇବୁ ହେଲେ ଅଲକ୍ଷଣୀ ଛତ୍ର ଖାଇ ଏ ମୋ ଘରୁ ବାହାରବା ଇଲୋ ବାହାରବା ଏଇଲେ ତତେ ବାହାର କରିବି ତାପରେ ମାଉସୀ 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 ଲୋ ଏ ରହିଯା ମୋରି ସାମ୍ନାରେ ମୋ ଭାଉଜଟାକୁ ମାଇଲେ ମୋ ମନଟା ଭାରି କଷ୍ଟ ହଉଛି ଖାଲି ଘର କଥା ବି ସତ କଥା କହିଦେ ମାଉସୀ ଲୋ ତୋ ଘର କଥା ତୁ ଦେଖ ଆସୁଛି ଲୋ ମାଉସୀ ମୁଁ ଆସୁଛି ଖେଳି ଛତର ଖାଇ ତତେ ଆଜି ଏ ଘରୁ ବାହାର କରି ତାପରେ ବନ୍ଧୁବାନ୍ଧବ କହିଲ ଆଜି ଭଳି ଦିନରେ ଭାଉଜଙ୍କ ଉପରେ ହାତ ଉଠାଇ ମାଡ଼ ମାରି ପାରିଲୁ ମୋର ଅପରାଧ କଣ ହେଇଛି ବାପା କଣ କହିବି ତତେ ଆଉ ହେ ତା ଅପରାଧ କଣ ଶୁଣିବୁଟି ଏଇ ଜଗନ ମତେ ୱାର୍କସପରେ ସବୁ ଛାଡି ଆଉ ସତଟା କୋଉଟା ଏଥର ତୁ କହ ଭଲ ପାଉଥିଲି मनोज तमे ଏମିତି ଏକ ପରିସ୍ଥିତି ହେବ ଜାଣି ଆଗରୁ ନିଜର ପ୍ରସ୍ତୁତ ଆଉ ଆଜିକାଲି କମ୍ପ୍ୟୁଟର ଯୁଗରେ ସବୁ ସମ୍ଭବ ମମି ଗୋଟାଏ ମିଛର ପ୍ରମାଣକୁ ନେଇ ଭାଉଜଙ୍କ ପରି ସତ୍ୟର ସୂର୍ଯ୍ୟଙ୍କୁ ତୁ ଅନ୍ଧାର ଭିତରେ ଲୁଚେଇ ଦେ ହେଇଟି ବାପା ମନୋଜ ଇଏ ତୋ କଥା ରଖି ଏଇ ଅଲେକ୍ଷଣୀକୁ ମୁଁ କ୍ଷମା କରିଦେ ଆଖିରେ ଆଉ ଦିନକ ପାଇଁ ଟୋପେ ଲୁହ ଦେବିନି ହେଇଟି ବାପା ମନୁଆ ହେଇ ତା ବଦଳ ଏଇ ଅଲେକ୍ଷଣୀ ମତେ କଣ ଦବ କହିଲୁ ହେଇଟି ଏ ଜଗଣି ଖାଇ ଠିଆ ହେଇଛି କଣ ବା ଏଇଟା ମୁଁ ଯାହା ମାଗି ମତେ ଦବୁଟି ବୋଉ ମୁଁ ହଉଛି ଆପଣଙ୍କର ଝିଅ ହଁ ହଁ ଭଲ ଲବସରିଆ ଝିଅ ଆପଣ ହଉଛନ୍ତି ମୋ ମା କାହିଁକି ନା ସର୍ବସମ୍ମାନ ଧରିତ୍ରୀ ମା
ଯେତେବେଳେ ଗୋଟେ ଝିଅଠୁ କିଛି ନେବା ପାଇଁ ଚାହୁଁଛନ୍ତି ସେଇଟା ତ ହଉଛି ମୋର ସୌଭାଗ୍ୟର କଥା। ଯଦି ଆପଣ ମାଗିଲା ଭଳିଆ ଜିନିଷ ମୋ ପାଖରେ ଥିବ ମୁଁ ଆପଣଙ୍କୁ ନିଶ୍ଚୟ ଦେବି। ହଁ ନା କି କମଳ ବଚନ ମୁଁ ମରି ଯାଉ ଥାଟି ଇଲା ସେମିତି କହିଲେ ହବନି ବା। ଏଇ ମନଟା ମୁଣ୍ଡ ଛୁଇଁ ତତେ ଶପଥ କରିବାକୁ ପଡ଼ିବ। ନାଇଁ ଭାଉଜ ତମେ ଏମିତି ଶପଥ କରନି। ଏମିତି ଶପଥ କରି ଦଶରଥ କୋକେଇଙ୍କ ପାଖରେ ଆଣିଥିଲି ଆଉ ଏମିତି ଶପଥ କରି କର୍ଣ୍ଣ ତାଙ୍କ କବଚ କୁଣ୍ଡଳକୁ ଦାନ କରି ନିଜ ମୃତ୍ୟୁକୁ ଆମନ୍ତ୍ରଣ କରିଥିଲେ। ଆଉ ଠିକ୍ ସେମିତି ତମେ ଶପଥ କରି ବିପଦକୁ ତମ ଆଡ଼କୁ ଟାଣି ଆଣନି ଭାଉଜ। ଜନନୀ ଜନ୍ମଭୂମି ସ୍ୱର୍ଗତାପି କରି ତମେ ଦେଖିବ ବୋଉଙ୍କ କଥା ବି ପିଲାମାନଙ୍କର କେବେ ବି ମା ମାନେ ଅମଙ୍ଗଳ ଚିନ୍ତା କରନ୍ତିନି। ତମେ ଦେଖିବ ମନୋଜ ବୋଉ ମତେ ଯାହା ମାଗିବେ ନା ମୁଁ ତାଙ୍କୁ ନିଶ୍ଚୟ ଦେବି। ବୋଉ ମୁଁ ମନୋଜଙ୍କ ମୁଣ୍ଡ ଛୁଇଁ ଶପଥ କରି କହୁଛି ଆପଣ ଯାହା ମାଗିବେ ମୁଁ ଆପଣଙ୍କ କଥା ନିଶ୍ଚୟ ରଖିବି। ଇଲା ସେମିତି କହିଲେ ହବନି ବା। ମୁଣ୍ଡରେ ହାତଟା ଦେଇକି ଛୁଁ ଏ ଛୁଁ ବା। ମୁଁ ମନୋଜଙ୍କ ମୁଣ୍ଡ ଛୁଇଁ କହୁଛି ଆପଣ ଯାହା ମାଗିବେ ମୁଁ ଆପଣଙ୍କ କଥା ନିଶ୍ଚୟ ରଖିବି। ଯା ହଉ ଏ ମୁଁ ବୋହୁ ପରି ବୋହୁଟିଏ ପାଇଛି। ମୋ ମରି ଯାଉ ଥାଏଟି। ଏଇ କଣ କହୁଥିଲି କି ଇଏ ବରଷକ ଭିତରେ ଇଏ ତୋ କୂଳରେ ଯେମିତି ମୋ ନାତି ନାତୁଣୀ କି ମୁଁ ଦେଖିବି। ମନୋଜ ଦେଖିଲେ ତ କରୁଥିଲି ମା ମାନେ ପିଲାମାନଙ୍କର କେବେ ବି ଅମଙ୍ଗଳ ଚିନ୍ତା କରନ୍ତି ନା। ଦେଖିଲେ ତ ବୋଉ କଣ କହିଲି? ମୁଁ ଖୁସି। ତମେ କଣ ଏତେ ଖୁସି ନୁହଁ? ସେଦିନ ଭ୍ରାତା ଲକ୍ଷ୍ମଣ ରାମଚନ୍ଦ୍ର ରାଜା ହବାର ଶୁଣି ବହୁତ ଖୁସି ହେଇଥିଲେ। ଆଉ ସେଇ ରାତି ଥିଲା ତାଙ୍କ ପାଇଁ କାଳ ରାତି। ରାତ୍ରି ପାଇବା ପୂର୍ବରୁ ରାମଚନ୍ଦ୍ର ରାଜା ହେବା ପରିବର୍ତ୍ତେ 14 ବର୍ଷ ବନବାସ କଲେ। ଆଉ ଠିକ୍ ସେମିତି ଏଇ ରାତି ତମ ପାଇଁ ଲୁହର ଶ୍ରାବଣ ନ ହେଇ ମଳୟର ଫଗୁଣ ହେଉ। ଏହା ହିଁ ମୋର ଭଗବାନଙ୍କ ପାଖରେ ପ୍ରାର୍ଥନା ଭାଉଜ। ମୋର ଭଗବାନଙ୍କ ପାଖରେ ପ୍ରାର୍ଥନା। ହେଇଛି ମା। ମୋର ଏଇ ଘର ଭିତରେ ଧନ ସମ୍ପତ୍ତିର ଅଭାବ ନାହିଁ ବା। ଏ ମୋର ଯୋଉଟା ଅଭାବ ତୁ ମତେ ପୂରଣ କରି ଦବୁଟି। ମୋ ବୋହୁଟାକୁ କେତେ ମାଇଲି ଲୋ। ହଉ ହଉ ମା ଲୋ ଅନେକ ରାତି ହେଲାଣି ମୁଁ ଯାଉଛି। ତୁ ଏଥର ଶୋଇପଡ଼ି ମୁଁ ଆସୁଛି ବା। ମୋ ଦେହ ସାରା ବରସି ଯିବ। ବସନ୍ତ ଫୁଲ ଏଇ ମୋ ଦେହ ସାରା ବରସି ଯିବ। ଆଉ ମଳୟ ମୋ ପାଇଁ ନୂଆ ଖବର ଆଣି ମୋ କାନରେ କହିବ। ସାଙ୍ଗର ରାକେଶର ଦେହ ବହୁତ ଖରାପ। ମତେ ଡାକ୍ତରଖାନା ଯିବାକୁ ପଡିବ। କଣ ହେଲା? ଏତେ ରାତିରେ ତୁମେ ଡାକ୍ତରଖାନା ଯିବ? ହଁ ତାର ରକ୍ତ ନିହାତି ଦରକାର। ଆଉ ତମେ ତ ଜାଣିଛ ରାକେଶ ମୋର କେତେ ଭଲ ସାଙ୍ଗ। ଆଉ ତାକୁ ମୁଁ ଦଣ୍ଡେ ନ ଦେଖିଲେ ରହିପାରେନି। ଆଉ ଡାକ୍ତର କହିଛନ୍ତି ତାର ରକ୍ତ ନିହାତି ଦରକାର। ସେ ଡାକ୍ତରଖାନାରେ ଯାଇ ଛଟପଟ ହେଉଥିବ। ଆଉ ଏଠି ମୁଁ ବାସ ରାତି କାଟିବି କେମିତି? ତମେ କୁହ ମୁଁ ତା ପାଖକୁ ଯିବି ନା ନାହିଁ? ମୁଁ ନିଶ୍ଚୟ ଯିବି। କିନ୍ତୁ ଏତେ ରାତିରେ ତମେ ଏକା ଯିବ? ତମେ ମନୋଜକୁ ଆଉ ଡାକନି। ବୋଉ ଯଦି ଜାଣିବ ନା ମୁଁ ରକ୍ତ ଦେବା ପାଇଁ ଯାଉଛି ତାହେଲେ ସେ ଜମା ମତେ ଛାଡ଼ିବନି। ଠିକ୍ ଅଛି ମୁଁ ଯିବି, ସାଙ୍ଗେ ସାଙ୍ଗେ ଫେରି ଆସିବି। ହଁ ଶୁଣ କବାଟଟା ଦେଇଦେବ, ମୁଁ ଆସୁଛି। ଶ୍ରାବଣର ବର୍ଷା ବରସିଲାନି କି ବସନ୍ତର ଫୁଲ ମୋ ଦେହ ସାରା ବରସିଲାନି।
ସମା ଖାଇଆ କି ନା ଘରକୁ ଆସିଛନ୍ତି ମୁଁ ଆଲୋକ ଆଜି ଘରକୁ ଆସିଛି। ଏଇ କଣ କହିଲ ଆକାଶ? ଆରେ ମୋ ଆଲୋକ ଆଜି ଘରକୁ ଆସୁଛି। ହଁ ଦାଦା ଭାଇ ଖାଲି ସେମିତି ଆସିନାହାନ୍ତି, ଭାଇ ଗୋଟେ ନା ବଡ ପୋଲିସ ଅଫିସର ହେଇ ଆସିଛନ୍ତି। ସାବିତ୍ରୀ ଶୁଣୁ ତ, ମୁଁ ଆକାଶ କଣ କହୁଛି, ମୁଁ ଆଲୋକ ପୋଲିସ ପୋଷାକ ପିନ୍ଧି ଆଜି ଘରକୁ ଆସୁଛି। ଏତେ ଦିନ ପରେ ମୋ ସ୍ୱପ୍ନ ସତ ହେଇଯାଇଛି, ଆଉ ମୋ ତ୍ୟାଗର ଫଳ ମୁଁ ପାଇଯାଇଛି। ସାବିତ୍ରୀ ଠାକୁର ତ ଆମ ଦୁଃଖ ବୁଝିଛନ୍ତି, ଏଥର ସେ କେମିତି ହାତକୁ ଦିଆଯାଏ ସେ କଥା ଚିନ୍ତା କର। ତୁମେ ଠିକ କହିଛ ସାବିତ୍ରୀ। ଯେମିତି ହେଉ ଝିଅଟିଏ ଠିକ କରି ତା ବାହାଘରଟା ସାରିଦେବାକୁ ପଡିବ। କହିଲେ ଝିଅକୁ ମୁଁ ଦେଖିବାକୁ ଯିବି, ବାହାଘରଟା କାମ ସାରିଦେବି। ପାଣି ପୋଷି ମଣିଷ କରୁଛି ମୁଁ, ଆଉ ଝିଅ ଦେଖିବାକୁ ଯିବ ତମେ? ହେଇପାରିବନି। ଝିଅ ଦେଖିବାକୁ ଆଗେ ମୁଁ ଯିବି, ମୋ ପସନ୍ଦ ହେଲେ ମୁଁ ତାକୁ ଏ ଘରକୁ ବୋହୂ କରିବି। ମୁଁ ତା ଦାଦା, ଦାଦା ପ୍ରଥମେ ଝିଅ ଦେଖିବାକୁ ମୁଁ ଯିବି। ଜମା ହବନି। ନା ନା ମୁଁ ଯିବି। ନା କହିବି ପାରିବି। ମୁଁ ଯିବି। ମୁଁ ଯିବି। ମୁଁ ଯିବି। ନା ମୁଁ ଯିବି। ତମେ କେହି ଯାଇପାରିବନି। ଝିଅ ଦେଖିବାକୁ ମୁଁ ଯିବି। କଣ କହିଲୁ? ଝିଅ ଦେଖିବାକୁ ତୁ ଯିବୁ? ହଁ ଦାଦା, ଝିଅ ଦେଖିବାକୁ ମୁଁ ଯିବି। ଆଚ୍ଛା କହିଲୁ ଝିଅଟିଏ କେମିତି ଦେଖିବୁ କହିଲୁ? ଶୁଣ ଦାଦା, ଯୋଉ ଝିଅ ନା ମୋ ଖୁଡି ପରି ଲକ୍ଷ୍ମୀ ପ୍ରତିମା ହୋଇ ତା ସ୍ନେହ ମମତାର ପଣତ କାନିରେ ଆମକୁ ବାନ୍ଧି ପାରୁଥିବ ଦାଦା, ଏକ୍ଜାକ୍ଟ ସେଇପରି ଝିଅଟିଏ ମୁଁ ଚଏସ୍ କରିବି। ଆଚ୍ଛା ଏଇ ଶୁଣ, ମାଛ ମାର୍କେଟ ଯିବୁ? ଆଜ୍ଞା। ପଠାଣି ସାହୁକୁ କହିବୁ? କହିବି। ମୋ ଦାଦା କହିଛନ୍ତି ବଡ ଇଲିଶ ମାଛ ବଡ। ଆରେ ଏତେ ବଡ କହୁଛ, ଧନ ଅଛି କି ପାଖରେ? ଏତେ ବଡ କହି ଦଉଛ? ଆରେ ମୋ ଆଲୋକ ପୋଲିସ ହେଇଛି, ସେ କଥାରେ ନାଇଁ ମାଛ ଖାଇବ ଇଲିଶ ଚାକିରି କରିବ ପୋଲିସ। ଦାଦା ପୁତ୍ର ଏକା ହେଇଯାଉ। ଶୀଘ୍ର ଗଲୁ ଯା, ଦେଇ କର ପଇସାଟା ଦଉନ। ମୁଁ ଏଇ ଗଲି ଆଉ ସାଙ୍ଗେ ସାଙ୍ଗେ ଆସିବି। ଦାଦା ଏଇ ତ ଭାଇ ଆସିଲେଣି ଆଉ କଣ ଦାଦା। ଦେଖୁଛ ସାବିତ୍ରୀ, ମୋ ଆଲୋକ ପୋଲିସ ପୋଷାକ ପିନ୍ଧି କେତେ ସୁନ୍ଦର। ଆରେ ଆଲୋକ, ଏ ପୋଲିସ ପୋଷାକରେ ମୁଁ ତୋତେ ଦେଖିବା ପାଇଁ ଏ ଦୁନିଆରେ ସବୁ ଦୁଃଖକୁ ପାଦରେ ଆଡେଇ ଯାଇଛି ରେ। ଏ ଆଖିର ଲୁହ ଲୁଣ ପିଇ ଟଙ୍କା ରୋଜଗାର କରିଛି କେବଳ ଏ ଖୁସିଟିକୁ ମୁଁ ଦେଖିବା ପାଇଁ। ଆରେ ତୁ ଆଜି ସତ୍ୟବ୍ରତର ନାଁ ରଖି ଯାଇଛୁ ରେ। ବୁଝିଲ, ତମେ ଏମିତି ଗପ ଚାଲିଥିବ, ହେଲେ ତମ ଗପ ପେଢି ସରିବନି। ହଲୋ, ପିଲାଟା କେତେବେଳୁ ଆସିଥିବ, କଣ ଖାଇଥିବ କି ନ ଖାଇଥିବ ସେ କଥା ଚିନ୍ତା କରୁଛ? ଚାଲ ତମେ ଆଗେ ମୁହଁ ହାତ ଧୋଇ କଣ୍ଡିଟା ଖାଇଦବ, ତାପରେ ଯେତେ ଖୁସି ଗପ କରିବା କଥା କରିବ। ଚାଲ ସମସ୍ତେ। ଖୁଡି, ମୁଁ ବାଟରୁ ଖାଇକି ଆସିଛି ଖୁଡି। ବାଟରୁ ଖାଇକି ଆସିଛ? କାଇଁ ତମ ଖୁଡିର ହାତ ବରସା ଭୁଲିଗଲ ନା କଣ? କଥାଟା ଠିକ ସେୟା ନୁହେଁ ଖୁଡି। ମାନେ ଭାଇ ତମେ ଏତେ ଭାଙ୍ଗି ପଡିଛ କାହିଁକି? ଆରେ ଆଲୋକ, ଆରେ ତୋର କିଛି ବାଟରେ ଅସୁବିଧା ହେଇଛି? କଣ ହେଇଛି ଆଲୋକ? ତମ ମନଟା ଏତେ ଦୁର୍ବଳ କାହିଁକି? କହ। କୁହ ଆଲୋକ। ଖୁଡି, ମୁଁ ବାହା ହେଇକି ତମେ ବାହା ହେଇ ଆସିଛ? ଯୋଉ ଦାଦା ତମକୁ ପୋଲିସ ଅଫିସର କରିବା ପାଇଁ ଆଖିରୁ ନିଦ ହଜେଇ ଦେଇଥିଲେ, ସେଇ ଦାଦାକୁ ପଦେ କହିବାକୁ ତମକୁ ସମୟ ମିଳିଲାନି। ଆରେ ତମେ ସେମିତି କଣ କହୁଛ?
ସମୟ ଅଭାବରୁ ବୋଧେ ସେ ଆମକୁ ଖବରଟା ଦେଇପାରିନଥିବେ, ସେଥିପାଇଁ ଆମେ ତାଙ୍କ ଉପରେ ଅଭିମାନ କଲେ ଚଳିବ। ଆଲୋ ତମେ ଏକା ଆସିଲ, ବୋହୂକୁ ସାଙ୍ଗେ ନେଇ ଆସିଲନି? ତାକୁ ସାଙ୍ଗରେ ନେଇ ଆସିଛି, କିନ୍ତୁ ଦାଦାଙ୍କ ଅନୁମତି କି ଅପେକ୍ଷା କରିଛି। ସାବିତ୍ରୀ, ତମ ଗୁଣବନ୍ତ ପୁତୁରା କଣ କହୁଛି ଶୁଣୁଛ? ବୋହୂ ମାଙ୍କୁ ବାହାରେ ଛିଡା କରାଇ ତା ଦାଦାର ଅନୁମତିକୁ ଅପେକ୍ଷା କରିଛି। ଆରେ ତୋର କେଉଁ ଖୁସିରେ ମୁଁ କେବେ ମନା କରିଛି? ଆରେ ତୋ ସଂସାର ହସିଲେ ସବୁଠାରୁ ଯଦି କିଏ ବେଶୀ ଖୁସି ହୁଏ ସିଏ ହେଉଛି ତୋ ଦାଦା। ସାବିତ୍ରୀ, ଆଉ ତୁମେ ଛିଡା ହେଲ କାହିଁକି? ବୋହୂ ମାକୁ ଘର ଭିତରକୁ ନେଇ ଆସ। ଯାଅ ଯାଉଛି ମୁଁ। ଫେସ୍ ଟୁ ଫେସ୍। ତମ କଣ୍ଟିକେ କମନ ସେନ୍ସ ନାହିଁ। ମତେ କାରେ ଏକୁଟିଆ ବସେଇ ଦେଇ ଆସି ଆଜି ଖୁସି କାମ କରୁଛ? ମୋ ଅନୁମାନ ଯଦି ଠିକ୍ ହେଇଥାଏ, ଏମାନେ ନିଶ୍ଚୟ ତମ ଦାଦା ଆଉ ଖୁଡି। ହ୍ୟାଲୋ, ଶିଖା, ଏଇଟା ଇଂଲଣ୍ଡ କିମ୍ବା ଆମେରିକା ନୁହେଁ, ଏଇଟା ଓଡ଼ିଶା। ଗୋଡ଼ ତଳେ ମୁଣ୍ଡିଆ ମାର। ଗୋଡ଼ ତଳେ ମୁଣ୍ଡିଆ ମାରିବି? ନେହ, ଆଜି ପର୍ଯ୍ୟନ୍ତ ଏ ଶିଖା ମହାନ୍ତି କାହାକୁ ମଥା ନଇ କଥା କହି ଶିଖିନି। ସେ ଯାହା କହେ ମାନେ ଫେସ୍ ଟୁ ଫେସ୍। ହ୍ୟାଲୋ, ଏଇଟା ତମ ଘର? ଏଠି ମଣିଷ ରହନ୍ତି? ଛି ଛି ଛି, କି କଦର୍ଯ୍ୟ ପରିବେଶ। ଗାଡ଼ିଆରୁ ପଦ୍ମ ଜନ୍ମ ନେଇଥାଏ, ଆଉ ଠିକ୍ ସେମିତି ତମ ସ୍ୱାମୀ ଦେବତା ଏ କଦର୍ଯ୍ୟ ପରିବେଶରୁ ଏତେ ବଡ଼ ଆସନର ଅଧିକାରୀ ହୋଇଛନ୍ତି। ୱାଓ, ଫେସ୍ ଟୁ ଫେସ୍। ଠିକ୍ କହିଛି ଶିଖା। ହିନ୍ଦୁ ସମ୍ପ୍ରଦାୟର ପ୍ରଭୁ ଜଗନ୍ନାଥ ହେଉଛନ୍ତି ଆରାଧ୍ୟ ଠାକୁର। ଜଣେ ଓଡ଼ିଆ ଘରର ବୋହୂ ଭାବରେ ତମକୁ ଚଳିବାକୁ ପଡ଼ିବ। ଓଡ଼ିଆ ଘରର ବୋହୂ? ତମ ଖୁଡିଙ୍କ ପରି ହାତେ ଲମ୍ବାର ଅଢ଼ଣା ଦେଇ ଚଉରା ମୂଳେ ସଞ୍ଜବତୀ ଜଳି। ଦେଖ, ମୋର ଗୋଟେ ସ୍ୱାଧୀନତା ଅଛି। ମୋର ଯାହା ଇଚ୍ଛା ହବ ମୁଁ ସେଇଆ କରିବି। ଫେସ୍ ଟୁ ଫେସ୍ ଟୁ ଫେସ୍। ଶିଖା, ତୁ ବୋହୂ ମାଙ୍କ ଉପରେ କାହିଁକି ବିରକ୍ତ ହଉଛୁ କହିଲୁ? ଆରେ ସିଏ ହେଲେ ପିଲା ଲୋକ, ଆପେ ସବୁ ବୁଝିଯିବେ। ସାବିତ୍ରୀ, ତୁମେ ସେତେବେଳୁ ଆଣ୍ଟା କରି ଛିଡା ହେଇଛ କଣ? ବୋହୂ ମାଙ୍କୁ ଘର ଭିତରକୁ ନେଇଯାଅ। ଯାଉଛି। ଆମ ଭିତରକୁ ସେଇଠି ଠିଆ ହୁଅ। ମୋ ଧୁଣି ନହେଲେ ତମେ ମତେ ରାସ୍ତା ଦେଖେଇ ନେଇଯିବ। ମାଡ଼ି ଆସୁଛନ୍ତି। ଶିଖା, ତମ ଭାଇ କିନ୍ତୁ ତମ ଦାଦା ଆଉ ଖୁଡି ସେମାନେ ତମ ପାଇଁ ଠାକୁରାଣୀ ହେଇପାରନ୍ତି। ତମେ ତାଙ୍କୁ ଖଟୁଲିରେ ବସାଇ ପୂଜା କରିପାର, ତ ମୋ ନୁହଁ। ଶିଖା, ଶୁଣ, କେତେବେଳେ ଏ ଘରେ କଣ ଚାଲିଥିଲା? ମୁଁ ଏ ଘରକୁ ଆସି ସାରିଛି ମାନେ ଏ ଘର ନୀତି ନିୟମ ସବୁ ବଦଳିଯିବ। ମାନେ ଫେସ୍ ଟୁ ଫେସ୍। ବଜାରର କାଗଜ ରଙ୍ଗର ଫୁଲକୁ ଦେଖି ତମେ ଠକି ଯାଇଛ ଭାଇ, ତମେ ଠକି ଯାଇଛ। ଅଶୋକ ବନର ସୀତା ଠାବ କରିବାକୁ ଯାଇ ତମେ ଅସୁରୁଣୀ ହାବୁଡ଼ରେ ପଡ଼ି ଯାଇଛ। ଆଉ ପଞ୍ଚବତୀର ମାୟା ମୃଗ ପଛରେ ଯାଇ ତମେ ନିଜର ସର୍ବନାଶକୁ ନିଜେ ଡାକି ଆଣିଛ। ତମେ ଠକି ଯାଇଛ ଭାଇ, ତମେ ଠକି ଯାଇଛ।
ମୁଁ ଠକି ଯାଇଛି ସୁନାର ହରିଣୀ ମାୟା ମୂର୍ଖ ପଛରେ ପଡ଼ି ମୁଁ ଆଜି ଠକି ଯାଇଛି ଦାଦା ଖୁଡ଼ି ମୋତେ କ୍ଷମା କରିଦିଅ ମୁଁ ତମ ଗୋଡ଼ ତଳେ अरे पागला सबु से ठाकुरंकर इच्छा रे सबु से ठाकुरंकर इच्छा तू घर को जा बहुमा तोते अपेक्षा करिथिबे तू घर ଏସବୁ ଆମର କଣ ହେଇଗଲା ए सावित्री किछि हेइनी सावित्री ए देखु तो कोला हंडिया बादलटा केमती मारी आछुची आउ या उपरे हम महाबात्या आउ याकु किमिति सहिबाकु पड़िबो आजी ठारू तुमे चेष्टा करो एठी पड़ा दुखर हाट भितरु सुखर सौदा दिवा भारी कष्ट सुख सात सुख My name is Jaga. I mean Jaga. दुनिया बाहर राहु को दुनिया जो भी जगन पर सिंह हुकुम और शासन चले हम सहित जे चैलेंज करे ता जीवनटा को पूरा सुखीला मरुभूमि करी दिए आई तो बे पाई बेचारे श्रावणी जमीती आखिरु खाली लुह गड़ौची तो मही कुंड रास्ता कड़े ठिया बेल आसी जाइए श्रावणी आखिरु जेतिकी लुह धरिब ए मनरे चलुथुवा नियंत सेतिकी कमी सार श्रमिक मैंने धर्मघट कर कारखाना बंद कर अरे कहा
ଆରେ କୁକୁର ମାନେ ଭକିବାଟା ସ୍ୱାଭାବିକ। ତାଙ୍କ ଆଗକୁ ରୁଟି ଖଣ୍ଡେ ଫୋପାଡ଼ି ଦେ, ଦେଖିବୁ ଆପେ ଆପେ ଲାଙ୍ଗୁଡ଼ ଯାକି ଚାଲିଛି। ରୁଟି ପାଇଁ ମୁହଁ ବନ୍ଦ କରିବା କୁକୁର ସେ ନୁହଁ ସାର୍, ସେ ଶଳାଟା ଗୋଟେ ଆଲସିସିଆନ। ଆଲସିସିଆନ କୁକୁର ମାନଙ୍କୁ କନପଡ଼ି ଆସିଛନ୍ତି ହାତ। ଆଉ ସେ ପଶାନ ମାନେ ସିଧା ତାକୁ ବନ୍ଧୁକ କରିଲେ ସୁଟ୍ କରିଦିଏ। ବୁଝିପାରିଲୁ? ବୁଝିଗଲି ସାର୍, ସେ ଶଳାଟା ଯଦି ବେଶୀ ବଡ଼ବଡ଼ ହୁଏ ତାକୁ ଜୀବନରେ ଖଲାସ କରିଦେବେ। ଏମିତି କେତେ ଜଣଙ୍କୁ ଖଲାସ କରି ସେମାନଙ୍କ ଫକିରା ମୁହଁକୁ ତମେ ବନ୍ଦ କରିଦେଇପାରିବ। ଯେତେବେଳେ ଶହ ଶହ ନିରୀହ ଶ୍ରମିକ ତମର ଏ ଫାଟକ ଭାଙ୍ଗି ଏ ଫ୍ଲାଟ ଭିତରକୁ ପ୍ରବେଶ କରିବେ, ସେତେବେଳେ କେତେ ଜଣଙ୍କୁ ଗୁଳିର ଧମକ ଦେବ? କୁଆଡ଼େ ଆସିଛ ବାପା? ଶ୍ରମିକ ମାନଙ୍କ ବୋନସ ପାଇଁ। କାରଖାନା ବେଲେ ଅସ୍ତ୍ର ଚାଲିଛି ରେ ବାପା, ବନସଟା ମୋ ପକ୍ଷେ ସମ୍ଭବ ନୁହେଁ। ଆଜି ସମ୍ଭବ ନୁହେଁ। ଯେଉଁ ଗରିବ ମଜଦୁର ମାନଙ୍କ ଲହୁ ଲୁହରେ ଏ ରାଜପ୍ରସାଦରେ ବସି ପାରିଛ, ଏସି ରୁମ୍ର ବେଡ୍ ଉପରେ ବସି ସୁରା ସାଥୀ ଭିତରେ ନିଜକୁ ମସଗୁଲ କରିପାରିଛ, ସେଇମାନଙ୍କ ପ୍ରାପ୍ୟ ଦେବାକୁ ଏତେ ଠାବତ କାହିଁକି? ସେ କାହିଁକି ଉତ୍ତର ଦେବା ପାଇଁ ବାଧ୍ୟ ନୁହେଁ। ତାହେଲେ ଫ୍ୟାକ୍ଟ୍ରିଟା ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଲା। ବନ୍ଦ ହେଇଯାଉ। ବନ୍ଦ ହେଇଗଲେ ମୋର କିଛି କ୍ଷତି ହବନି। ବେଶୀ କ୍ଷତି ହେବ ସେଇମାନଙ୍କର। କାହା ପୁଅ ଝିଅ ରାସ୍ତା କଡ଼ରେ ଭିକ୍ଷା ମାଗିବେ ତ କାହା ଝିଅକୁ ବେଶ୍ୟାବୃତ୍ତି କରିବ। ଦେଇପାରିବ ତାଙ୍କ ପେଟରେ ଆହାର ଟିକେ। ସେଥିପାଇଁ କହୁଛି ଧର୍ମଘଟ ବନ୍ଦ କରି କାରଖାନା ଚାଲୁ କର। କେବେ ନୁହେଁ। ତମେ ଯେତେବେଳେ ମୋ ଜ୍ୱାଇଁର ଭାଇ, ସମ୍ପର୍କରେ ତମେ ବି ମୋର ଜ୍ୱାଇଁ। ସେଥିପାଇଁ ତମେ ଯଦି କହିବ ଭଣଜାକୁ କହି ତମ ପାଇଁ କିଛି ଗୋଟେ ବ୍ୟବସ୍ଥା କରିବି। ଆଉ ଭଣଜା, ତୁ ଆଉ କାହିଁ ଠିଆ ହେଲୁ? ଆଉ ମୁଁ କଣ ଏଇ କାମରେ ବିଳମ୍ବ କରେ? ତୁ କିଛି ଦେଇଦେ, ଜ୍ୱାଇଁ ବାବୁ ଦେଇଦେଇଛି। ଆଉ 1 ଲକ୍ଷ ଅଛି। ଜ୍ୱାଇଁ ବାବୁ, अबे चुप कर। जगन गोलियार सिंह टंका दे दो भाई तुम मुहटा को बंद कर दो। तू पारिबुनी। तम भाई दलाल और टाउटर मानक असल परिचयटा ए समाज आगे खोली दे। आउ दरकार पड़िले श्रम मंत्री और मुख्यमंत्री पर्यंत को टाणी टाणी नहीं जीवी। से सुजोग तमे केबे पाइबनी आका। हुए तो से दिनर सकाळ तम पाइ नथिबो। अंधार हो जाइतिबो। अंधार भीतर सत्यर सूर्य को मु निश्चय बाहर करिबी। इटा मोर तम पाइ चैलेंज। आवाज आकाश भाई साबास। तुम सास को मु तारीफ करूची, तुम ईमानदार को मु सलाम करूची। सलाम पछ घुंचा नहीं वीरर जातक मेछ सहार पाई 12 हाथ खंडा लड़िया गई। दुनिया पापी मानक विनाश करी धर्म प्रतिष्ठा पाई दरकार पड़िला हाथ में गांधी बाबा युद्ध कर। मु तुम पाखे राजी, मु तुम पाखे राजी भाई। चंदन मो भाई होई मो विरोध जाउछु। आपण भोर कइले भाई मोर रामायण से कुंभकर्ण चरित्र को मने पकई से दिन कुंभकर्ण भाई रावण को बहुत बुझाइतिला, किंतु से दिन से सुनी नथिला। से होला को रावण को सबंश हरेला को पड़ितिला। चंदन किरे भणजा, आमे चाह करतु सब तोहरी पाए। मो पाई सह सह भुकिला को मोर रुहार चढ़ौत। मो पाई सह सह जीव बहुंकर इज्जत निलाम करू। मो पाई बहु मानक मो थारु सिंदूर पुछि दउ। कुह चंदन प्रश्नर जवाब दियो। मु जाने तमे पारिबनी,
ତମେ କେବଳ ଝିଅ ବୋହୂ ମାନଙ୍କର ଇଜ୍ଜତ ନେବା ଶିଖିଛ, ସେମାନଙ୍କୁ ଇଜ୍ଜତ ଦେବା ଶିଖିନ। ସେମାନଙ୍କ ଆଖିରେ ଲୁହ ଝରେଇବା ଶିଖିଛ, ସେମାନଙ୍କ ମୁହଁରେ ହସ ଫୁଟେଇବା ଶିଖିନ। ଆକାଶ ଭାଇ ଠିକ କହିଛନ୍ତି। ହୋଟେଲ ଅପସରାରେ ଚାଲିଥିବା ସେ ଅଶ୍ଳୀଳ କାର୍ଯ୍ୟ ବନ୍ଦ କରୁ। ତା ନହେଲେ ବିଜୟର ଜୟମଲ୍ୟ ପିନ୍ଧିବାର ଯେଉଁ ପରିକଳ୍ପନା କରିଛନ୍ତି ତାହା ଆପଣଙ୍କ ପରାଜୟର ଗ୍ଲାନି ହୋଇଛି। ଆସ ଆକାଶ ଭାଇ, ସେ ଶ୍ରମିକ ମାନଙ୍କ ପେମେଣ୍ଟ ମୁଁ କରିଦେବି। ଚନ୍ଦନଟା କଣ କହିଗଲା? ପରାଜୟଟା ଆମ ପାଇଁ ଜ୍ଞାନୀ ହେଇଯିବ। ଜଗନ ବଳିଆ ସିଂ ଭାଗ୍ୟରେ କେବେ ପରାଜୟ ନାହିଁ, ସବୁବେଳେ ବିଜୟର ଜୟମାଳା ଜୟମାଳା। ଆକାଶ ମହାପାତ୍ରଟା ତୁ ସେଥିପାଇଁ ଚିନ୍ତା କରନା ଭଣଜା। ଶିକାକୁ କହି ପୁଅକୁ ଏମିତି ପାନେ ଦେବି, ବୋପା ବାହାଘର କଥା ମନେ ପକେଇବ। ହେଲେ ଶ୍ରାବଣୀ my darling, ମାନେ ଛତର ଖାଇ ଇଲା ତୁ ମରିବାର ମୋ କୁଳ ଉଦ୍ଧାର କରିଦେବୁ। ଆଇଲା ହେଇ ଇଲା ବାସର ରାତ୍ରେ ପ୍ରେମ ମତେ ନିୟମ କରି କହିଥିଲୁ ଏ ବରଷ ଭିତରେ ମତେ ଛୁଆ ଦବୁ। ହେଲେ ବରଷ ଦେଇ 1.5 ବର୍ଷ ପୁରିଲେଣି, ହେଲେ ଛୁଆ କାଇଁ? ମତେ ବିଶ୍ୱାସ କରନ୍ତୁ, ମୁଁ ନିଶ୍ଚୟ ବାହା ହେବି ମା, ମୁଁ ନିଶ୍ଚୟ ବାହା ହେବି। ଇଲା କେମିତି ମା ହବୁ? ଇଲା ଗାଁ ଲୋକମାନେ ସମସ୍ତେ କହୁଛନ୍ତି ଏ ମହାପାତ୍ର ବଂଶର ବୋହୂ ଆଜି ପର୍ଯ୍ୟନ୍ତ ପିଲାର ମା ହେଲାନି। ଇଲା ସେଇଟା ଗୋଟେ ବନ୍ଧ୍ୟା। ନାଇଁ ହଉ, ଆପଣ ମତେ ବିଶ୍ୱାସ ରଖନ୍ତୁ, ଆପଣଙ୍କ ବିଶ୍ୱାସକୁ ମୁଁ କେବେ ବି ହାରିବାକୁ ଦେବିନି। ମତେ ଆପଣ ବିଶ୍ୱାସ କରନ୍ତୁ। ଆଉ କଣ ମୁଁ ମଲା ପରେ ଯାଇ ମା ହବୁ? ଇଲା ହେଇ ଇଲେକ୍ସନ ଇଲା ମୋ ପୁଅ ପାଖରେ ଯଦି ତୋ ମନ ନାହିଁ, ଇଲା ତୁ ସିଧା ସିଧା ଘରୁ ବାହାରିକି ପଳଉନୁ। ଇଲା ଏ ଘରେ କାହିଁକି ରହିଛୁ? ଆଜି ତୋତେ ମାରୁ ମାରୁ ମାରି ଏ ଘରୁ ମୁଁ ବାହାର ବାହାର ଆଉ ତୋତେ ରଖିବିନି ମା। ମୋ କଥା ଟିକେ ଆପଣଙ୍କ ବିଶ୍ୱାସ କେବେ ହାରିବାକୁ ଦେବି? କାରଣ ମୁଁ ମଲା ପରେ ହବ। ନାଇଁ ଇଲା କଣ କହିଲୁ? ମୁଁ ମଲା ପରେ ହବ? ନାଇଁ ନାଇଁ ନାଇଁ, କେତେ ଆଶା କରିଥିଲି ନାତିକି ନାତୁଣୀଟିଏ ହବ, ତାକୁ ଦେଖି ମୋ ଏଗଣ ହସିରେ ଖୁସିରେ ଫାଟି ପଡିବ। ହେଲେ ଛୁଆ କାଇଁ ନା? କୋ ବହି ଗୁଣ୍ଡ କିଛି ଶୁଣିବିନି। ଆଜି ଏଟାକୁ ମୋ ଘରୁ ବାହାର କରିବି, ତାପରେ ଯାଇ ଯାଉ। ଆରେ ତୁ କଣ ହେଇଛି କଥାଟା ଖୋଲିକି କହୁନୁ? କଣ ହେଇଛି ଏ ବୁଝିଲ ଭାଇ? ଏ କିଛି ହେଇନି ବା। ଏ ଯୋଉ ଜିନିଷ ଯୋଉ କାଠରେ କିଛି ଅଦରକାରୀ କାଠକୁ ଏ ଘରେ ରଖିବା ଦରକାର ନାହିଁ, ଏଇଟାକୁ ଜାଳି ଦେବା ଦରକାର। ମତେ ଛାଡ, ଏଟାକୁ ମୁଁ ମାରିବି। କଣ ହେଇଛି ଏ ଭାଇ? ତମେ ତ ଜାଣିଛ ନାତିକି ନାତୁଣୀଟିଏ ହେଲେ ମୁଁ କେତେ ଆଶା କରିଥିଲି ଏ ନାତି ନାତୁଣୀଟିଏ ହବ, ଏଇ ଅଗଣାରେ ସେ ଖେଳିବ, ତାକୁ ଦେଖିକି ମୋ ଜୀବନ ବିତେଇଦେବି। ଏ ସେଇମାନଙ୍କ ପାଇଁ ପୁରା ମୁଁ 12 ଓଷା 13 ବ୍ରତ କରିଛି। ହେଲେ ଏପର୍ଯ୍ୟନ୍ତ ସେ ଛୁଆର ମା ହେଇପାରିଲାନି କି ଛୁଆ ନାହିଁ। ମୁଁ ଶଳାଟେ ତୁଚ୍ଛାଟାରେ ଉଡ଼ୁସୁଲି ଫୁଙ୍ଗୁଛି ଆଉ। ମୋ ଉପରେ ବିଶ୍ୱାସ ରଖନ୍ତୁ। ହଉ ହେଲା,
ମୁଁ ତମ ଶାଶୁକୁ ବୁଝେଇ ଦେବି ହେଲେ ତମକୁ ଆଉ 6 ମାସ ସମୟ ଦିଆଗଲା। ଏଇ 6 ମାସ ଭିତରେ ତମର ଯଦି ପିଲାପୁଲି ନହେଲା ତାହେଲେ ଆଉ ପଛରେ ଦୋଷ ଦବନି। କିଛି ନାହିଁ ଭାଇ, ଏ 6 ମାସ କଣ, ଏ ମୁଁ 6 ମିନିଟ୍ ଆଉ ଅପେକ୍ଷା କରିପାରିବି। ଏଇଟାକୁ ଆଜି ଏ ଘରୁ ବାହାର କରିବି ଆଉ ଏ ଘରଟାକୁ ମୁଁ ଗଙ୍ଗା ଜଳରେ ଧୋଇକି ପବିତ୍ର କରିବି। ହେ ଅଲେଖେଣି ଏ ବାହାରେ ବା ମୋ ଘରୁ, ଏ ବାହାରେ ତୁ ଏତେ ଟେନସନ ହଉଛୁ କାହିଁକି କହିଲୁ? ବୋହୂ ମାଙ୍କର ସ୍ୱାମୀ ସ୍ତ୍ରୀ ଭିତରେ ଯଦି କିଛି ଭୁଲ ବୁଝାମଣା ହେଇଛି ସେ ତାଙ୍କ ଭିତରେ ସମାଧାନ କରିବେନି। ବୋହୂ ମା ମାତ୍ର 6 ମାସ ସମୟ, ଏଥର ମୁଁ ଆସୁଛି। ହେଇ ଦେଖିଲ ଲେଖେଣି ଶୁଣିଲୁ ତ? ମୋ ଭାଇ ଆଜି ପାଇଁ ତୁ ଆଜି ରକ୍ଷା ପାଇଗଲୁ। ମୋ ଭାଇ କହିଯାଇଛି 6 ମାସ, ଆଉ 6 ମାସ ଭିତରେ ତୁ ଯଦି ପିଲା କି ଛୁଆ ନ ଦଉ ତାହେଲେ ତତେ ମୁଁ ଏ ଘରୁ ବାହାର କରିଦେବି। କଣ ବୁଝିଲୁଟି? ହେଇ ଦେଖ ଇଏ କହିଲେ କହିବ କହୁଛି। ମାତ୍ର 6 ମାସ, ଆଉ 6 ମାସ ଭିତରେ ଯଦି ନ ଦଉ ଛୁଆ ତାହେଲେ ସୁନନ୍ଦର ବିଶ୍ୱରୂପ କାହିଁକି ପ୍ରଭୁ, କାହିଁକି ତମ ପୂଜାରେ ଲାଗିବା ପାଇଁ ଫୁଲଟି ଯେତେବେଳେ ଅପେକ୍ଷା କରେ ତମେ ତାକୁ କାହିଁକି ତମ ପୂଜାରୁ ଏମିତି ଦୂରେଇ ଦଉଛ? କାହିଁକି ଦୂରେଇ ଦଉଛ? ଅପରାଧ ତୁମର ନୁହେଁ ଭାଉଜ, ଅପରାଧ ସେଇ ଠାକୁରଙ୍କର ଯେ କି ଫୁଲର ମନ କଥା ଜାଣି ସେବାରୁ ବଞ୍ଚିତ କରିଛନ୍ତି। ଦେଖିଲ ତ ବୋଉ ଆଉ ମାମୁଁ କଣ କହିଗଲେ? ଆରେ ଖାଇ ମୁଁ ସବୁ ଦେଖିଛି, ହେଲେ ଗାନ୍ଧିଜୀ ମାଙ୍କଡ ପରି ଚୁପ୍ ରହିବା ବ୍ୟତୀତ ମୋ ପାଖରେ ଉପାୟ ନାହିଁ। ଏ ସମୟର ଶିଙ୍କୁଡ଼ି ଦୌଡ଼ ଦିଟା ବାନ୍ଧି ଅଥର୍ବ କଙ୍ଗୁ କରିଦେଲି। ନା କିଛି କହିପାରୁଛି ନା ସହି ପାରୁଛି। ତାମାନେ ତମେ କହୁଛ ଏମାନେ ଯାହା କହିଗଲେ ସବୁ ସତ କହିଗଲେ? ତାମାନେ ମୁଁ କଣ ଜଣେ ବନ୍ଧ୍ୟା? ମୁଁ କଣ କେବେ ମା ହେଇପାରିବିନି? ସେ କଥା ସମୟ କହିବ। ସମସ୍ତେ ଯେତେବେଳେ ତୁମକୁ ବନ୍ଧ୍ୟା ବୋଲି କହୁଛନ୍ତି, ମୁଁ ଯେତେ ସଫେଇ ଦେଲେ ବି ମୋ କଥାକୁ କିଏ ବିଶ୍ୱାସ କରିବ? କିନ୍ତୁ ତମକୁ କହିବାକୁ ପଡିବ, କାହିଁକି ନା ସେମାନେ ଯାହା କହୁଛନ୍ତି ସବୁ ମିଥ୍ୟା କହୁଛନ୍ତି। ଯଦି ପ୍ରକୃତ ସତ କଥା ତମେ ଜବାବ ଦିଅ, ତମ ପିଲାର ମା ହେଇପାରିବ? ମାନେ ମୁଁ ଜାଣେ ତମେ କେବେ ପାରିବନି, କାରଣ ତମେ କେବେ ମା ହବା ପାଇଁ ଚାହୁଁନା। ଯଦି ନାହିଁ ତାହେଲେ ତମେ ସମସ୍ତଙ୍କୁ ଦେଖେଇ ଦେଇ ପାରିବ। ତମ ଦେହରେ ଲାଗିଥିବା ସେ ମିଛର ଆନନ୍ଦିକୁ ତମ ନିଜ ହାତରେ ଲିଭେଇ ଦେଇ ପାରିବ? ପାରିବନି? ତମ ଦେହରେ ଲାଗିଥିବା ସେ ମିଛ ଆନନ୍ଦିକୁ ତମ ହାତରେ ତମେ ଲିଭେଇ ଦେଇ ପାରିବନି? ଆଉ ଦେଖେଇ ଦିଅ, ଯୋଉ ଗୋବର ଗାଡ଼ିଆକୁ ଲୋକ ନର୍ଦ୍ଦମା ଭାବି ଉଡ଼େଇ ଦଉଛନ୍ତି ସେ ଗୋବର ଗାଡ଼ିଆରେ ପଦ୍ମ ବି ଫୁଟିପାରେ। କଥା ଟିକେ ବୁଝିବା ପାଇଁ ଚେଷ୍ଟା କର। ତମେ ନ ବୁଝେଇଲେ ବି ମୁଁ ବୁଝିଛି, ଅନେକ ବୁଝିଛି। ତମର ମନର ଭାଷାକୁ ପଢିଛି, ଆଉ ତମ ମୁହଁରୁ ସ୍ପଷ୍ଟ ବାରି ହେଇଯାଉଛି
ତମେ ମୋ ଭାଇ ସହିତ ସମ୍ପର୍କ ରଖିବାକୁ ଚାହ এই মনুষ ବୋଲି ମୁଣ୍ଡିଆ ମୂର୍ଖ ବୋଲି ତମେ ତାକୁ ଘୃଣା କରୁଛ। ହେ ଭଗବାନ ମୁଁ ଏମାନଙ୍କୁ କେମିତି ବୁଝେଇବି ଯେ ତମେ ନ ବୁଝେଇଲେ ବି ମୁଁ ବୁଝି ସାରିଛି। ତମେ ନ ବୁଝେଇଲେ ବି ମୁଁ ବୁଝି ସାରିଛି। ତମ ମନର ଭାଷାକୁ ପଢି ସାରିଛି। କିନ୍ତୁ ଆଜି ଯାଏ ତୁମକୁ ମାର ଆଶ୍ରମରେ ପୂଜା କରି ଆସି ହେଲେ ଯାହାକୁ ଦେବୀ ଆଶ୍ରମରେ ଆଜି ଯାଏ ପୂଜା କରି ଆସିଛି ସେ ଗୋଟାଏ କଥା ଧରେ ଶୁଣ ମନ ମୋ କଥା ଶୁଣିଲେ ଚାଲି ଗଲେ ମୁଁ ତାକୁ କେମିତି କହିବି ଯେ ଆକାଶକୁ ଚାହିଁ ରହିଥିବା ଫୁଟକା ମାଟିର କେମିତି କହିବି ଯେ ମନର ବର୍ଷକୁ ଅପେକ୍ଷା କରିଥିବା ସେଇ ଫୁଲର କେମିତି କହିବି ମୁଁ କେମିତି କହିବି କେହି କିଛି କହିବା ଦରକାର ନାହିଁ। ଆଜି ଗାଁରେ ନା ମୁଁ ମିଠା ବାଣ୍ଟି ପୁରା ବସେଇ ଦେବି। ଶ୍ରାବଣୀ ଶ୍ରାବଣୀ ତମେ ଜାଣିଛ ରାକେଶର ନା ପୁଅଟିଏ ହେଇଛି ଆଉ ଛୁଆଟା ନା ବହୁତ ସୁନ୍ଦର ହେଇଛି। ଆଉ ମୁଁ ତାକୁ କହିଛି 21 ଯେତେ ମିଠା ଲାଗିବ ମୁଁ ତାକୁ ସବୁ ଦେବି। ହେଲେ ତମେ ସେମିତି କଣ ଚାହିଁଛ? ତମର କଣ ହେଇଛି? ତମ ବନ୍ଧୁ ତାଙ୍କ ବିବାହ ପ୍ରଥମ ବାର୍ଷିକରେ ତାଙ୍କ ପତ୍ନୀକୁ ସେ ଗୋଟେ ପୁଅଟିଏ ଉପହାର ଦେଲେ। କିନ୍ତୁ ତମ ବାହାଘରକୁ 1.5 ବର୍ଷ ବିତି ଯାଇଥିଲେ ବି ତମେ ମତେ ଦେଇଛ କଣ? ତମେ ଏମିତି କଣ କହୁଛ? ମୋ କହିବାଟା ତମେ ଠିକ ବୁଝି ପାରୁଥିବ। କାହିଁକି ମୁଁ ତମର ଏମିତି କି ଦୋଷ କରିଛି ଯେ ତମେ ମତେ ବାର ବାର ଠକି ଚାଲିଛ? କାହିଁକି ମତେ ମାତୃତ୍ୱ ଭାବରେ ତମେ ବଞ୍ଚିତ କରୁଛ? ସ୍ୱାମୀ ସ୍ତ୍ରୀର ସମ୍ପର୍କ ମାନେ ଖାଲି କଣ ସନ୍ତାନ? ସନ୍ତାନ ଛଡା କଣ ସେମାନେ ସନ୍ତାନ କରିପାରିବେନି? ସେ ସମ୍ପର୍କର କିଛି ବି ମାନେ ନାହିଁ। କାହିଁକି ନା ବିବାହ ପରେ ଗୋଟେ ନାରୀ ମା ହବା ହଉଛି ଏଇ ସମାଜର ନିୟମ। ଆଉ ଯଦି ସେ ସେଥିରୁ ବାହାରି ଯାଏ ଏ ସମାଜ ତାକୁ ବନ୍ଧା ବୋଲି କୁହେ। କୁହ ତମେ ମତେ କାହିଁକି ଏମିତି କରୁଛ? ଯଦି ସେ କୌଣସି ମନ୍ଦିର କି କୋଉ ପୂଜା ଦେବତାକୁ ଯାଏ ତାହେଲେ ସେଇଟା ତା ପାଇଁ ଅମଙ୍ଗଳ ହେଇଯାଏ। କୁହ ଏସବୁ ଜାଣି ଶୁଣି ତମେ ମତେ କାହିଁକି ବଦନାମ କରୁଛ? ମୁଁ ଦାୟୀ। ହଁ ତମେ ଦାୟୀ। କାହିଁକି ନା ମାତୃତ୍ୱ ହେବା ପାଇଁ ଯାହା ଦରକାର ସେଇଟା ତମେ ମତେ ଦେଇନ। ତମେ ମାତୃତ୍ୱ ହେବାରେ ମତେ ବଞ୍ଚିତ କରିଛ। ସ୍ୱାମୀ ସୁଖ ମୋ ପାଇଁ ସାତପର ହେଇଯାଇଛି। ଏଇ କାହିଁକି ତମ ପାଇଁ ବୈଶାଖର ଖରା ସାଜିଛ? କାହିଁକି ତମେ ମୋ ମନ ଆକାଶରେ ପୁନେଇ ଚାନ୍ଦ ବଦଳରେ ଅମାବାସ୍ୟାର ଅଗାଧ ଅନ୍ଧାର କରିଦେଇଛ? ବନ୍ଦ କର କହୁଛି, ବନ୍ଦ କର। କାହିଁକି ବନ୍ଦ କରିବି? ଆଜି ଯାଇ ଏଇ ଛାତିର କୋକୁ ଛାତି ଭିତରେ ଚାପି ରଖି ଏ ଆଖିର ଲୁଣିଆ ଲୁହକୁ ମୁଁ ପିଇ ଚାଲିଛି। କୋଉଦିନ ମୋ ପାଇଁ ଶ୍ରାବଣ ଆସିବ ଆଉ ମୋ ସାରା ଦେହଟାକୁ ଭିଜାଇ ଦବ। କିନ୍ତୁ ଶ୍ରାବଣ ପରିବର୍ତ୍ତେ ତମେ ମୋ ପାଇଁ ବୈଶାଖର ଝାଞ୍ଜି ସହିତ ମତେ ଢ କତରା করে ତମେ ମତେ ଜାଳି ଦେଇଛ। ମତେ ବୁଝିବା ପାଇଁ ଚେଷ୍ଟା କର। ମୁଁ ଜାଣି ଶୁଣି ତମ ପ୍ରତି କିଛି ଅନ୍ୟାୟ କରିନି, ବରଂ ପରିସ୍ଥିତି ମତେ ବାଧ୍ୟ କରିଛି। ପରିସ୍ଥିତି? କୋଉ ପରିସ୍ଥିତି? କୋଉ ପରିସ୍ଥିତି ତମକୁ ବାଧ୍ୟ କରିଛି? ସ୍ତ୍ରୀ ସହିତ ସମ୍ପର୍କ ନ ରଖିବାକୁ କୋଉ ପରିସ୍ଥିତି ତମକୁ ବାଧ୍ୟ କରିଛି? ଗୋଟେ ବିବାହିତ ନାରୀକୁ ଏମିତି କଦେଇ ମାରିବ? ଆରେ କୁହ ମତେ। ତାକୁ କହିପାରିବି। କାହିଁକି କହିପାରିବନି ତମେ? ତାହେଲେ ମୁଁ କହିବି ନିଜର ଦୋଷ ଆଉ ଦୁର୍ବଳତାକୁ ଲୁଚେଇବାକୁ ତମେ ମିଛର ଆଶ୍ରୟ ନେଉଛ। ଏସବୁ ମିଛ। ଆଉ ଯଦି ସେ କଥା ମିଛ ତାହେଲେ ଆସ ପହିଲି ଆସର ବର୍ଷରେ
गाँव मु कहली तमें केबे कहार स्वामी नहीं पारिबनी स्वामी हेबाक तमर योग्यता नहीं तमें जने स्वामी होबार अचौच गेंजी है जाऊँगी गेंजी हेले भी चापीबी बंध सारा खाली पानी पानी गांडी में रकुंडे हेलानी सल कला गलगल कला कुंडे हेलानी एठी बुद्धा मु एठी बसी पड़े ଟିକେ छा ओ जोर लागले रजनी गंधार सॉरी रिलैक्स पूरा रिलैक्स झाड़ा सॉरी गला कौन करीबा छाड़ा सरी पानी सरीबा ये से मोगी और पाई धरिला चलो टिकेता फार्म हाउस रे पर पाइथिना अछि तमे सेठा को न जाई यारे किछि
पड़ुनी हाइड आने ल टिके संभाली जा ए बेंगो कौन ये तमे ए बेसर कुआड़े हेली मो पर झाड़ा आसी झाड़ा आसीतिलो हां सेठी जे अछि तमे एठी की कुआड़े हेली हे तम नळा रे पण पानी आसुनी मन रे पानी चलो हेठी दीदी कौन समिति आओ हम नाला टिके जाम नहीं मु ताको रेडी करि देबिनी तमे रेडी कर दो चलो आमे संग ही झाड़ा बसी हेले तमे कुआडे आसी तला मु हां यारे झाड़ा आसी दिलो ये बुड्ढा पाखु जाई दिलो এই ভাই এডে বুদাটা হলো দিল मिले सुर मेरा तुम्हारा सुर बने हमारा तुम सुर रे मो सुर मिसी गला परे दीदी কোন खाली तो कन कन এই জনেলো তুমি একটু কথা বলি কথা হলে কি কুয়াড়ে দেখি নব তাহলে কোন হবো কইল মু পড়ুছি गंगा दीदी ये तमे केतेबेले जीव गंगा दीदी केतेबेले तमे जीव मैं जाऊ ना मु पानी सारी की जाउची हेडी तमे और पानी सारी ना माने शौच है ना तुम जाओ हां मु सारी की जाउची हाँ बेंगो दीदी मते खाली कहिथिले बेंगो रखिबा नाकी बेंगो 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 सला कुआरे गला सला बाबा खोलिलानी बेंगो 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 काई हमें ती रोटी ना छाड़ू तो कहला आधा बात में जाए तो रोटी ना छाड़ू ना बेंगो बेंगो नई फाटी वाला के जानियो मु तमकी घंटा हेला चित्कार करूची तमे कोन करथुलो ए मो झाड़ा जाई अयो तमके डाकी डाकी मो तमके म्युनिसिपालिटी नळा होई गलानी तमे सत कुआ तमे कुआरे जाई दिलो कहिले बोला मो झाड़ा जाई थिली सत कुआ कुआरे जाई दिलो एते थारो कहबे झाड़ा जाई थिली पानी मोर सरे एते सुविधा हे खाऊ यो खाऊ बोला। तमे बाहर को काई जाइतिला कहिली तो तारे झाड़ा जाई थिली आ कोन तमे मुंडी ने सुंडी तमको पत्तारी के जेबी काई के झाड़ा जाई कौन कहिलो बच्चा दिसलो मु तुमर किछ नुए तुमर भाभी स्वामी थमे भाबिसन जेतले अता सिने झाड़ा लागे जेतले से कौ पदा गुजिबा कौ गळी दिजिबा ता मुंड भीतर चिंताटा थिबो तमे कौटु जानिबो आ ए राती अदरे भूत पेत काहा को भी से डरेनी आ दौड़ी की झाड़ा पळाय तमे किए ओए लाला कुछि खाली तो कन कन है चढ़ी बसुच खाई गाने ला मास्टर अछि ना मु जो मास्टर अछि मो मास्टर मानो को मु सी करबा को गले भी कुहेनी आ तमे कहिलो तमे किए मुंडी ना चंडी मो दाहली कि मालिकी गले की चाहली तमर काना गला कइला मु तुमर भाभी स्वामी तमे कौन हेबती रागिले चलिबो भाभी बेटा पूरा भूल आवे तो भाव तमे तो भावनी आ भाभी भाभी तळे बळी जीवा खोर खोला मोर गोली पड़िबो पूरा है कौन कौन लागुनी पेटटा सेमिति एमिति कर अच्छा दीदी कहले मोर अच्छा कोथि ना भाबछि हां हाइडा ने ठीक कथा कहछ आ तम माई पटा भाव
ঠিকানা জায়গা পুরা ঠিকানা জায়গা রে ঠিক কথা কইছি ଆଉ ହେ ମାଇ ଗୋଟେ ଅଭାବ ବୋଲି କନ କନ ଅଛି ଇଏ ବୁଢାଟା ବୁଢା ହେଲାଣି ଆହୁରି କନ 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 ହଉଛି ହଉ ଶୁଣ ତମେ ଏଠି ଥାଅ ମୁଁ ଭିତରକୁ ଯାଇକି ଲୁଗା ବଦଳେଇକି ଆଉଛି गंगा दीदी गंगा दीदी गंगा दीदी ए गंगा दीदी मालटा कौन हाथ छोड़ा दो खापर पड़ुनी मालटा कौन किसी गोटे प्लान करबाक पड़िबो मोर पुओटा मास्टर वंचित हो ना किसी गोटे प्लान करबाक पड़िबो गंगा दीदी ए गंगा दीदी कौन कहला तमे मो मन कथा टिके बुझ କଣ ଭଲ କଥା ବୁଝିବି କହୁନ हाँ तुमको देखिले दिन ठारू मोर मन काय बाय सब तुम पाखे मो समर्पण कर देछि बुढ़ा काय हौ ये तमे जदि बा हबो ये रहिबा में कोठी आमे बोली जीवा अने बता कदे कहिछि आमे हनीमून करिबाकू जीवा लाम्बिया कलम्बिया मोसनटकी कहिबा सैया जीवा मधमा ए वाह स्वातर कांड गान बोली किसी नहीं किरा तू कौन दीदी को यही अवस्था रे भय दीदी तुमको कौन पिंधिबा को टाइम फेरिनी तमर संगरे जो झाड़ा बदला देखा करी आसीबेटू आ मते पर होती लुगाडा पिंदिया को दउनी अबे साधन सला आउ कोठी पाइलोनी शेषरे झाड़ा पदारे देखिया को जाइतलु सला धन्य करब तो बुपा माननीय बा मु झाड़ा पदारे झाड़ा बसिया को हठात बाहरी आउ सही समय रे दीदी को देखी आउ दीदी को पचारेली दीदी तुमने कुआड़े दीदी कहले मते डर लागु आउ ए धन्य कहिला भय करनी दीदी चलो हमें सांग है झाड़ा बसी ये सला धंधा फिर सांगो ही जाने पहुंचीतिला आउ सा कौन करुतिलो कहले आउ सा कौन करुतिलो आउ सब इत्यादि कमा फुल स्टॉप एक बार तू तो बुझी जी बुनी आउ ट्यूशन होथली माननीय बा तोर जीवा बेल को ए धंडर जुबा बेल ए धंड ए बेंग सहित करिवो खेल
ମୋର